ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମେତ ନ୍ୟାୟ ଦାବିରେ ମହିଳାଙ୍କ ଶବ ରଖି ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତାର ହସ୍ପିଟାଲ ଛକରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଉଥିବାରୁ ପୋଲିସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ ବାଲିଆପାଳ ଥାନା ଘଣ୍ଟିଆଡ଼ି ଗ୍ରାମର ପ୍ରଦୀପ କୁମାର ଦାସଙ୍କ ଝିଅ ଜ୍ୟୋତିଲତା ଦାସଙ୍କୁ 10 ବର୍ଷ ପୂର୍ବେ ବିଷ୍ଣୁପୁର ଗ୍ରାମର ମନୋରଞ୍ଜନ ଦାସଙ୍କ ପୁଅ ମାନସ ରଞ୍ଜନ ଦାସଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରଘର ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। ମାତ୍ର ବାହାଘର 6 ମାସ ପରଠାରୁ ଜ୍ୟୋତିଲତାଙ୍କୁ ସ୍ୱାମୀଙ୍କ ସମେତ ଶାଶୁଘର ଲୋକ ଶାରୀରିକ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ବହୁବାର ଏନେଇ ସମାଧାନ ମଧ୍ୟ ହୋଇଥିଲା। ଆଜି ସକାଳୁ ଶାଶୁଘର ଲୋକ ଫୋନ୍ କରି ଝିଅ ଆତ୍ମହତ୍ୟା କରିଛି ବୋଲି ବାପଘରକୁ ଖବର ଦେଇଥିଲେ। ପରେ ବାପଘର ଲୋକ ପହଞ୍ଚି ଝିଅକୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ଜ୍ୟୋତିଲତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବସ୍ତା ଏସ୍ଡିପିଓ ଏବଂ ବାଲିଆପାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପୋଲିସ ଏହି ଘଟଣାରେ ଜ୍ୟୋତିଲତାଙ୍କ ଶ୍ୱଶୁରଙ୍କୁ ଅଟକ ରଖିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।